ରଜ ଆମ ଓଡ଼ିଆ ପରମ୍ପରାରେ ଏକ ନିଆରା ପର୍ବ, ଯାହାକୁ ଆମେ ସମସ୍ତେ ବହୁ ଆଡ଼ମ୍ବର ସହ ପାଳିଥାଉ। କିନ୍ତୁ ଆମେ କେବେ ଜାଣିବାକୁ ଚେଷ୍ଟା କରିଛେ କି ରଜ ପର୍ବ ଆମେ କାହିଁକି ପାଳିଥାଉ? ଯଦି ଆମେ ସାଧାରଣତଃ ଭାବେ ଦେଖିବା, ରଜ କ'ଣ କାହା ପାଇଁ ନୂଆ ଡ୍ରେସ୍ ପିନ୍ଧିବା ହେଉଛି ତ? କାହା ପାଇଁ ସଜବାଜ ହୋଇ ଦୋଳି ଖେଳିବା ହେଉଛି ରଜ। କାହା ପାଇଁ ମିଠା ପାନ, କାହା ପାଇଁ ପୋଡ଼ପିଠା ଖାଇବା ହେଉଛି ରଜ, ତ କାହା ପାଇଁ କବାଡ଼ି, ପୁଚି, ଲୁଡୁ ଖେଳିବା ହେଉଛି ରଜ। ଏହି ମଜାମସ୍ତି ଭିତରେ ଆମେ ଭୁଲି ଯାଉ ଜାଣିବାକୁ ଏହା ପଛରେ କ'ଣ ରହିଛି ଐତିହ୍ୟ, କ'ଣ ଏହାର ପୌରାଣିକ ପୃଷ୍ଠଭୂମି, ରଜ କାହିଁକି ଓ କେମିତି ପାଳନ କରାଯାଏ। ଆସନ୍ତୁ ଜାଣିବା। ସମସ୍ତେ ଜାଣିଛନ୍ତି ଆମେ ରଜ ମୁଖ୍ୟତଃ 3 ଦିନ ପାଳିଥାଉ। ପ୍ରକୃତରେ ରଜ 5 ଦିନର ହୋଇଥାଏ। ପ୍ରଥମ ଦିନ ସଜବାଜରୁ ରଜ ଆରମ୍ଭ ହୋଇଥାଏ। ତା ପରଦିନ ଥାଏ ପହିଲି ରଜ। ତୃତୀୟ ଦିନକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି କୁହାଯାଏ। ତା ପରଦିନକୁ ଶେଷ ରଜ ରୂପେ ପାଳନ କରାଯାଏ ଓ ଶେଷ ଦିନ ଭୂମି ଦହନ ବା ବସୁମତୀ ସ୍ନାନ ରୂପେ ପାଳନ କରାଯାଏ। ଏବେ ଯିବା ଆମେ ଏହାର ପୌରାଣିକ ପୃଷ୍ଠଭୂମିକୁ। ରଜ ଶବ୍ଦଟି ରଜସ୍ୱଳ ଶବ୍ଦରୁ ଆଦୃତ ହୋଇଅଛି, ଯାହା ଋତୁସ୍ରାବ ପ୍ରକ୍ରିୟାକୁ ବୁଝାଏ। ଏହି ସମୟରେ ବସୁମତୀ ମା, ଯିଏକି ପ୍ରଭୁ ଶ୍ରୀବିଷ୍ଣୁଙ୍କର ଧର୍ମପତ୍ନୀ ଅଟନ୍ତି, ତାଙ୍କର ଋତୁସ୍ରାବ ପ୍ରକ୍ରିୟା ଚାଲିଥାଏ। ତେଣୁ ଆମେ ଏହି ଦିନରେ କୌଣସି ଚାଷ କାମ ବା ଭୂମିକୁ କଷ୍ଟ ଦେଲା ଭଳି କାମ କରିନଥାଉ ଓ ଏହାକୁ ଏକ ପର୍ବ ରୂପେ ପାଳନ କରିଥାଉ। ଶେଷ ଦିନ ଅର୍ଥାତ୍ ବସୁମତୀ ସ୍ନାନ ଦିନ ଶିଳପୁଆକୁ ବସୁମତୀ ମା ରୂପେ ପୂଜା କରି ଆମେ ଏହି ପର୍ବକୁ ସମାପ୍ତ କରିଥାଉ। ଯେଉଁ ସମାଜରେ ଲୋକେ ଋତୁସ୍ରାବକୁ ଏକ ବର୍ଜିତ ବିଜୟ ଭାବେ ପରିଗଣିତ କରିଥାନ୍ତି, ସେହି ସମାଜରେ ଆମ ଓଡ଼ିଆ ଜାତି ଏହାକୁ ଏକ ପର୍ବ ରୂପେ ପାଳନ କରିଆସୁଛି, ଯାହାକି ଆମେ ଉତ୍କଳୀୟ ସଂସ୍କୃତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଉଛି ଓ ଏହାର ମହାନତା ଦର୍ଶାଉଛି।